ହ୍ୟାଲୋ ସାଙ୍ଗମାନେ, ୱେଲକମ୍ ଟୁ ମାଇ ଚ୍ୟାନେଲ। ତ ଆଜିର ଏହି ଭିଡ଼ିଓଟି ଆପଣମାନଙ୍କ ପାଇଁ ବହୁତ ଦରକାରୀ ଏବଂ ହେଲ୍ପଫୁଲ୍ ହେବାକୁ ଯାଉଛି। ତ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ତ ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା ପୂର୍ବରୁ ଭିଡ଼ିଓ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ତ ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ତ ପ୍ରଥମ ପ୍ରଶ୍ନ, ଦାନ୍ତ ପୋକ ହେଲେ କ'ଣ ଲଗାଇଲେ ଆରାମ ମିଳେ? ଅପସନ୍ ଏ ଲୁଣ ପାଣି, ଅପସନ୍ ବି ତେଲ, ଅପସନ୍ ସି ବରଫ, ଅପସନ୍ ଡି ଚିନି। ତ ଆମ ଦାନ୍ତ ପୋକ ଖାଇଲେ କ'ଣ ଲଗାଇଲେ ଆମକୁ ଆରାମ ମିଳେ? ତ ଏହାର ସଠିକ୍ ଉତ୍ତର କ'ଣ ହେବ? ତ ଏହାର ସଠିକ୍ ଉତ୍ତର ହେବ ଅପସନ୍ ଏ ଲୁଣ ପାଣି। ତ ପରବର୍ତ୍ତୀ ପ୍ରଶ୍ନ, ଦାନ୍ତ ବେଦନା କମାଇବା ପାଇଁ କେଉଁଟି ଭଲ ଉପାୟ? ତ ଅପସନ୍ ଏ ଲବଙ୍ଗ, ଅପସନ୍ ବି ଚକୋଲେଟ୍, ଅପସନ୍ ସି ଥଣ୍ଡା ପାଣି, ଅପସନ୍ ଡି କୋଲ୍ଡ ଡ୍ରିଙ୍କ। ତ ଏହାର ସଠିକ୍ ଉତ୍ତର ହେବ ଅପସନ୍ ଏ ଲବଙ୍ଗ ଖାଇବା। ଦାନ୍ତ ବେଦନା ହେଲେ ଆମେ ଲବଙ୍ଗ ଖାଇବା ଉଚିତ। ତ ପରବର୍ତ୍ତୀ ପ୍ରଶ୍ନ, ଦାନ୍ତ ପୋକ ରୋକିବାକୁ ଦିନକୁ କେତେ ଥର ବ୍ରଶ କରିବା ଉଚିତ ବା କେତେ ଥର ଦିନକୁ ଦାନ୍ତ ଘଷିବା ଉଚିତ ଦାନ୍ତ ପୋକରୁ ରକ୍ଷା ପାଇବା ପାଇଁ? ତ ଅପସନ୍ ଏ ଥରେ, ଅପସନ୍ ବି 2 ଥର, ଅପସନ୍ ସି 3 ଥର, ଅପସନ୍ ଡି 4 ଥର। ତ ଏହାର ସଠିକ୍ ଉତ୍ତର ହେବ ଅପସନ୍ ବି 2 ଥର। ଥରେ ସକାଳେ ଘଷିବା ଉଚିତ ଏବଂ ଆଉ ଥରେ ରାତିରେ ଘଷିବା ଉଚିତ। ତ ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ, ଦାନ୍ତରେ ପୋକ ହେବାର ମୁଖ୍ୟ କାରଣ କ'ଣ? ତ ଅପସନ୍ ଏ ଦାନ୍ତ ସଫା ରଖିବା, ଅପସନ୍ ବି ମିଠା ଅଧିକା ଖାଇବା, ଅପସନ୍ ସି ପାଣି ପିଇବା, ଅପସନ୍ ଡି ଫଳ ଖାଇବା। ତ ଏହାର ସଠିକ୍ ଉତ୍ତର ହେବ ଦାନ୍ତ ପୋକ ଖାଇବାର ମୁଖ୍ୟ କାରଣ ହେଉଛି ଅପସନ୍ ବି ମିଠା ଅଧିକ ଖାଇବା। ତ ପରବର୍ତ୍ତୀ ପ୍ରଶ୍ନ, ଦାନ୍ତ ବେଦନାରେ କେଉଁ ତେଲ ଲଗାଇଲେ ଭଲ ଆରାମ ମିଳେ? ତ ଅପସନ୍ ଏ ନଡ଼ିଆ ତେଲ, ଅପସନ୍ ବି ଲବଙ୍ଗ ତେଲ, ଅପସନ୍ ସି ସୋରିଷ ତେଲ, ଅପସନ୍ ଡି ଅଲିଭ ତେଲ। ତ ଦାନ୍ତ ବେଦନାରେ ଆମେ କେଉଁ ତେଲ ଲଗାଇବା ଉଚିତ? ତ ଏହାର ସଠିକ୍ ଉତ୍ତର ହେବ ଅପସନ୍ ବି ଲବଙ୍ଗ ତେଲ। ତ ପରବର୍ତ୍ତୀ ପ୍ରଶ୍ନ, ଦାନ୍ତ ପୋକ ଥିଲେ କ'ଣ କରିବା ଉଚିତ? ତ ଅପସନ୍ ଏ ଆଗ୍ରହ କରିବା ନାହିଁ, ଅପସନ୍ ବି ଡାକ୍ତରଙ୍କୁ ଦେଖାଇବା, ଅପସନ୍ ସି ମିଠା ଅଧିକ ଖାଇବା, ଅପସନ୍ ଡି ଥଣ୍ଡା ପାଣି ପିଇବା। ତ ଏହାର ସଠିକ୍ ଉତ୍ତର ହେବ ଦାନ୍ତ ପୋକ ଥିଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଉଚିତ। ତ ପରବର୍ତ୍ତୀ ପ୍ରଶ୍ନ, ଦାନ୍ତ ଭଲ ରଖିବାକୁ କେଉଁ ଅଭ୍ୟାସ ଭଲ ବା କେଉଁଠି ଭଲ ଅଭ୍ୟାସ? ତ ଅପସନ୍ ଏ ଖାଇବା ପରେ ବ୍ରଶ କରିବା, ଅପସନ୍ ବି ମିଠା ଖାଇବା, ଅପସନ୍ ସି ଗୁଟକା ଖାଇବା, ଅପସନ୍ ଡି ଧୂମପାନ କରିବା। ତ ଏହାର ସଠିକ୍ ଉତ୍ତର ହେବ ଅପସନ୍ ଏ ଖାଇବା ପରେ ବା ଖାଇବା ପୂର୍ବରୁ ବ୍ରଶ କରିବା। ତ ସାଙ୍ଗମାନେ, ଭିଡ଼ିଓ ଯଦି ଭଲ ଲାଗୁଛି ଭିଡ଼ିଓ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯେମିତି ଭିଡ଼ିଓଟି ସମସ୍ତଙ୍କ ପାଖକୁ ଯାଇପାରିବ। ତ ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ, ଦାନ୍ତ ବେଦନା ହେଲେ କେଉଁଠି ଏଡ଼ାଇବା ଉଚିତ? ତ ଅପସନ୍ ଏ ଗରମ ପାଣି ପିଇବାନି, ଅପସନ୍ ବି ଥଣ୍ଡା ଖାଦ୍ୟ ଖାଇବାନି, ଅପସନ୍ ସି ଲୁଣ ପାଣି ପିଇବାନି, ଅପସନ୍ ଡି ଔଷଧ ଖାଇବାନି। ତ ଦାନ୍ତ ବେଦନା ହେଲେ କେଉଁଠି ଏଡ଼ାଇବା ଉଚିତ, ମାନେ କେଉଁଠିକୁ ଆପଣ କରିବେନି? ତ ଏହାର ସଠିକ୍ ଉତ୍ତର ହେବ ଅପସନ୍ ବି ଥଣ୍ଡା ପାଣି ବିଲକୁଲ ବି ପିଇବା ନାହିଁ। ତ ପରବର୍ତ୍ତୀ ପ୍ରଶ୍ନ, ଦାନ୍ତର ପୋକ ହେଲେ ଦାନ୍ତ ପୋକ କ'ଣରେ ହୁଏ, ମାନେ କେଉଁଥିପାଇଁ ଦାନ୍ତ ପୋକଟା ଆମର ହୁଏ? ତ ଅପସନ୍ ଏ ବ୍ୟାକ୍ଟେରିଆ, ଅପସନ୍ ବି ପାଣି, ଅପସନ୍ ସି ହାଡ଼, ଅପସନ୍ ଡି ବାତାସ। ତ ଏହାର ସଠିକ୍ ଉତ୍ତର ହେବ ଅପସନ୍ ଏ ବ୍ୟାକ୍ଟେରିଆ ମାନଙ୍କ ପାଇଁ ଦାନ୍ତ ପୋକ ହୁଏ। ତ ପରବର୍ତ୍ତୀ ପ୍ରଶ୍ନ,
ଦାନ୍ତ ପୋକ ଥିଲେ କେଉଁ ଖାଦ୍ୟ ଖାଇବା ଉଚିତ? ତ ଅପସନ୍ ଏ ନରମ ଖାଦ୍ୟ, ଅପସନ୍ ବି କଠିନ ଖାଦ୍ୟ, ଅପସନ୍ ସି ମିଠା ଖାଦ୍ୟ, ଅପସନ୍ ଡି ବରଫ ଖାଦ୍ୟ। ତ ଏହାର ସଠିକ ଉତ୍ତର ହେବ ଅପସନ୍ ଏ ଦାନ୍ତ ପୋକ ଥିଲେ ନରମ ଖାଦ୍ୟ ଖାଇବା ଉଚିତ। ତ ପରବର୍ତ୍ତୀ ପ୍ରଶ୍ନ, ଦାନ୍ତ ସଫା ରଖିବାର ସର୍ବୋତ୍ତମ ଉପାୟ କେଉଁଠି? ତ ଅପସନ୍ ଏ ବ୍ରସ୍ କରିବା, ଅପସନ୍ ବି ପାଣି ପିଇବା, ଅପସନ୍ ସି ଚା ପିଇବା, ଅପସନ୍ ଡି କଫି ପିଇବା। ତ ଏହାର ସଠିକ ଉତ୍ତର ହେବ ଦାନ୍ତ ସଫା ରଖିବା ପାଇଁ ପ୍ରତିଦିନ ଅପସନ୍ ଏ ବ୍ରସ୍ କରିବା ଆବଶ୍ୟକ। ତ ପରବର୍ତ୍ତୀ ପ୍ରଶ୍ନ, ଦାନ୍ତ ବେଦନାରେ ଘରୋଇ ଉପାୟ କ'ଣ? ବା ଆପଣ ଦାନ୍ତ ବେଦନା ହେଲେ ଘରେ ଥାଇ ମଧ୍ୟ କ'ଣ କରିପାରିବେ? ତ ଅପସନ୍ ଏ ଲବଙ୍ଗ ଖାଇପାରିବେ, ଅପସନ୍ ବି ଚିନି, ଅପସନ୍ ସି ଲୁଣ, ଅପସନ୍ ଡି ଆମ୍ବ। ତ ଏହାର ସଠିକ ଉତ୍ତର ହେବ ଦାନ୍ତ ବେଦନାରେ ଆପଣ ଘରେ ଥାଇ ମଧ୍ୟ ଅପସନ୍ ଏ ଲବଙ୍ଗ ଖାଇପାରିବେ, ଯେଉଁଟାକି ଆପଣଙ୍କ ପାଇଁ ଭଲ ହେବ। ତ ପରବର୍ତ୍ତୀ ପ୍ରଶ୍ନ, ଦାନ୍ତ ଭଲ ରଖିବାକୁ କେଉଁଟି ଖାଇବା ଭଲ? ତ ଅପସନ୍ ଏ ଫଳ, ଅପସନ୍ ବି ଚକୋଲେଟ୍, ଅପସନ୍ ସି ମିଠା, ଅପସନ୍ ଡି ଗୁଟକା। ତ ଏହାର ସଠିକ ଉତ୍ତର ହେବ ଅପସନ୍ ଏ ଦାନ୍ତ ଭଲ ରଖିବାକୁ ଫଳ ଖାଇବା ଆବଶ୍ୟକ। ତ ପରବର୍ତ୍ତୀ ପ୍ରଶ୍ନ, ଦାନ୍ତ ପୋକ ଥିଲେ କେଉଁ ଲକ୍ଷଣ ଦେଖାଯାଏ? କି ଆମେ ସେଇଥିରୁ ଜାଣୁ କି ଦାନ୍ତ ପୋକ ହେଇଛି ବୋଲି। ତ ଅପସନ୍ ଏ ବେଦନା ହୁଏ, ଅପସନ୍ ବି ଖୁସି ଲାଗେ, ଅପସନ୍ ସି ଶକ୍ତି ଆସେ, ଅପସନ୍ ଡି ଭୋକ ଲାଗେ। ତ ଏହାର ସଠିକ ଉତ୍ତର ହେବ ଅପସନ୍ ଏ ବେଦନା ହୁଏ। ତ ଲାଷ୍ଟ ପ୍ରଶ୍ନ, ଦାନ୍ତ ବେଦନା ଦୀର୍ଘ ସମୟ ରହିଲେ କ'ଣ କରିବା ଉଚିତ? ବା ମାନେ ଦାନ୍ତ ବେଦନା ଆମର ବହୁତ ଦିନ ଧରି ରହିଲେ କ'ଣ କରିବା ଉଚିତ? ତ ଅପସନ୍ ଏ ଘରେ ବସିବା, ଅପସନ୍ ବି ଡାକ୍ତରଙ୍କୁ ଦେଖାଇବା, ଅପସନ୍ ସି ଆଗ୍ରହ କରିବା ନାହିଁ, ଅପସନ୍ ଡି ମିଠା ଖାଇବା। ତ ଏହାର ସଠିକ ଉତ୍ତର ହେବ ଅପସନ୍ ବି ଡାକ୍ତରଙ୍କୁ ଦେଖାଇବା। ତ ସାଙ୍ଗମାନେ ଭିଡ଼ିଓଟି ବର୍ତ୍ତମାନ ଆମର ଶେଷ ହୋଇଯାଇଛି। ତ ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରିବେ। ଆଉ ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ତ ଦେଖା ହେବ ନୂଆ ଏକ ଭିଡ଼ିଓରେ। ଜୟ ଜଗନ୍ନାଥ।